ନମସ୍କାର ଭକ୍ତଜନ, ମୁଁ ସତ୍ୟମ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଭିଡ଼ିଓରେ। ଆଜି ଆମେ ଜାଣିବା କେଉଁ ସମୟରେ ଶନିଦେବଙ୍କୁ ପୂଜା କଲେ ସେ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କ ଆଶୀର୍ବାଦ କେମିତି ଆମ ଜୀବନକୁ ପରିବର୍ତ୍ତନ କରେ। ହିନ୍ଦୁ ଧର୍ମରେ ଶନିଦେବକୁ ନ୍ୟାୟର ଦେବତା ବୋଲି ମନାଯାଏ। ସେ ଲୋକମାନଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ଭଲ କାମ ପାଇଁ ଆଶୀର୍ବାଦ ଏବଂ ଖରାପ କାମ ପାଇଁ ଶିକ୍ଷା। ତ ବନ୍ଧୁମାନେ ଆସନ୍ତୁ ଜାଣିବା ଶନିଦେବଙ୍କୁ କର୍ମଫଳଦାତା ବୋଲି କାହିଁକି କୁହାଯାଏ। ଶନିଦେବ ସୂର୍ଯ୍ୟଦେବଙ୍କର ପୁତ୍ର। ସେ କର୍ମଫଳଦାତା ଭାବେ ଏଥିପାଇଁ ପରିଚିତ କାରଣ ଜଣେ ବ୍ୟକ୍ତି ଯେତେବେଳେ ନିଜ କର୍ମ ଓ ନୀତି ପାଳନ କରନ୍ତି ଶନିଦେବ ସେଠାରେ ସାକ୍ଷୀ ହୋଇ ତାଙ୍କୁ ନ୍ୟାୟ ଦିଅନ୍ତି। ସେହିପରି ଶନିଦେବଙ୍କର ଆଶୀର୍ବାଦ ମିଳିଲେ ବ୍ୟକ୍ତିର ଜୀବନର ସମସ୍ତ ବାଧା ଦୋଷ ଏବଂ ଅସୁବିଧା ଦୂର ହୋଇଥାଏ। ସେହିପରି ଆପଣ ଯଦି କୌଣସି ଖରାପ କାମ କରନ୍ତି ସେଥିପାଇଁ ମଧ୍ୟ ଶନିଦେବ ଆପଣଙ୍କୁ ଦଣ୍ଡ ଦେଇଥାନ୍ତି। ହିନ୍ଦୁ ଶାସ୍ତ୍ରରେ ଲେଖା ଅଛି କି ସ୍ୱୟଂ ମହାଦେବ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିନଥିଲେ। ସେହିପରି ଯଦି ଶନିଦେବଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼େ ତାହେଲେ ଆପଣଙ୍କ ଘରେ ସୁଖ ଶାନ୍ତି ଧନ ସମ୍ପତ୍ତିର ଅଭାବ ରୁହେ ନାହିଁ। ତ ବନ୍ଧୁମାନେ ଆଉ ଡେରି ନକରି ଆସନ୍ତୁ ଜାଣିବା ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ପୂଜାବିଧି ଆଉ ଉପାୟ ବିଷୟରେ। ଶନିଦେବଙ୍କୁ ପୂଜା କରିବାର ସର୍ବୋତ୍ତମ ସମୟ ହେଉଛି ଶନିବାର ଏବଂ ସନ୍ଧ୍ୟା ସମୟ। କାରଣ ଶନିବାର ହେଉଛି ଶନି ମହାରାଜାଙ୍କର ଦିନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ସନ୍ଧ୍ୟା ସମୟ ସହିତ ଜଡ଼ିତ। ଯେତେବେଳେ ଦିନ ଓ ରାତି ମିଶିଯାଏ ସେହି ସମୟ ହେଉଛି ସନ୍ଧ୍ୟା ସମୟ। ତେଣୁ ସନ୍ଧ୍ୟା 6ଟାରୁ 7ଟା ମଧ୍ୟରେ ଶନିଦେବଙ୍କୁ ପୂଜା କରିବା ବହୁତ ଶୁଭ ହୋଇଥାଏ। ଏହି ସମୟରେ ବିଶ୍ୱର ଶକ୍ତି ସନ୍ତୁଳିତ ରୁହେ ଏବଂ ଶନିଦେବଙ୍କର ଶକ୍ତି ସବୁଠାରୁ ପ୍ରଭାବଶାଳୀ ରହିଥାଏ। ଏହି ସମୟରେ କରାଯାଉଥିବା ପୂଜାର ସିଧାସଳଖ ପ୍ରଭାବ ପଡ଼ିଥାଏ ଏବଂ ଭକ୍ତଙ୍କ ପ୍ରାର୍ଥନା ଶୀଘ୍ର ଶନିଦେବଙ୍କ ପାଖରେ ପହଞ୍ଚିଥାଏ। ଯଦି ଆପଣମାନେ ଦିନରେ ପୂଜା କରିବା ପାଇଁ ଚାହୁଁଛନ୍ତି ଏହା ଉଚିତ ହୋଇନଥାଏ। କାରଣ ଦିନ ହେଉଛି ସୂର୍ଯ୍ୟଦେବଙ୍କର ସମୟ ଯେଉଁଥିରେ ଆଲୋକ ଓ ତେଜ ରହିଥାଏ। ଶନିଦେବ ସୂର୍ଯ୍ୟଦେବଙ୍କର ପୁତ୍ର ହେଲେ ମଧ୍ୟ ସେ ସୂର୍ଯ୍ୟଙ୍କ ତେଜକୁ ସହିପାରନ୍ତି ନାହିଁ। ଏହି କାରଣରୁ ଦିନରେ ଶନିଦେବଙ୍କୁ ପୂଜା କଲେ ଲାଭ କମ୍ ହୁଏ ଏବଂ ସୂର୍ଯ୍ୟାସ୍ତ ପରେ ଶନିଦେବଙ୍କର ଶକ୍ତି ଜାଗୃତ ହୁଏ। ଶନିଦେବଙ୍କ ପୂଜା କରିବାର ନିୟମ। ଶନିବାର ଦିନ ପୂଜା ପୂର୍ବରୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ। ତାପରେ ଶନି ମନ୍ଦିର କିମ୍ବା ଘରେ ଶନି ମହାରାଜଙ୍କ ମୂର୍ତ୍ତି କିମ୍ବା ଫଟୋର ସମ୍ମୁଖରେ ତିଳ ତେଲ ଏବଂ ଫୁଲ ଅର୍ପଣ କରନ୍ତୁ। ଏହା ସହିତ ଫଳ ଏବଂ ମିଠା ଅର୍ପଣ କରନ୍ତୁ। ତିଳ କିମ୍ବା ସୋରିଷ ତେଲ ସହିତ ଦୀପ ଜଳାନ୍ତୁ। ଆଉ ଯଦି ଆପଣଙ୍କ ଘର ପାଖରେ କୌଣସି ପିପଲ ଗଛ ଅଛି ସେହି ପିପଲ ଗଛ ପାଖରେ ଏକ ତେଲ ଦୀପ ଲଗାନ୍ତୁ କାରଣ ଶନିଦେବଙ୍କୁ ପିପଲ ଗଛ ବହୁତ ପ୍ରିୟ ହୋଇଥାଏ। ଏହାପରେ ଶନିଦେବଙ୍କ ସ୍ତୁତି ପାଠ କରି ପୂଜା ଶେଷରେ ଶନିଦେବଙ୍କ ଆରତି କରନ୍ତୁ। ପୂଜା ପରେ କଳା ଉରଦ ଡାଲି ଖେଚୁଡ଼ି ସହିତ ଉପବାସ ଭାଙ୍ଗନ୍ତୁ। ଯଦି ଆପଣ ଏହି ପଦ୍ଧତି ଅନୁସାରେ ଭକ୍ତି ସହିତ ଶନିଦେବଙ୍କ ପୂଜା କରିବେ ସେ ନିଶ୍ଚୟ ଆପଣଙ୍କ ଉପରେ କୃପା କରିବେ ଏବଂ ଜୀବନର ସମସ୍ତ କଷ୍ଟ ଦୂର ହେବ। ଶନିଦେବ ହେଉଛନ୍ତି ନ୍ୟାୟ ଏବଂ ଶିକ୍ଷାର ଦେବତା। ଭୟ ନୁହେଁ ଭକ୍ତି ସହିତ ପୂଜା କରନ୍ତୁ। ଆଉ କୁହନ୍ତୁ ଜୟ ଶନିଦେବ ମହାରାଜ। ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ମୁଁ ସତ୍ୟମ ଆଜି ପାଇଁ ଏତିକି। ଦେଖାହେବା ଆଉ ଏକ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର। ଜୟ ଜଗନ୍ନାଥ।